ଯୀଶୁ ଖ୍ରୀଷ୍ଟଙ୍କ ଅତି ପବିତ୍ର ଓ ବହୁମୂଲ୍ୟ ନାମରେ ଆପଣ ସମସ୍ତଙ୍କୁ ଆଉ ଗୋଟିଏ ନୂତନ ପ୍ରସଙ୍ଗରେ ପୁନର୍ବାର ମୁଁ ସ୍ୱାଗତ କରେ। ମୁଁ ପରମେଶ୍ୱରଙ୍କୁ ଧନ୍ୟବାଦ ଦିଏ। ଆମ୍ଭମାନଙ୍କ ପରମେଶ୍ୱର ଆମ୍ଭ ନିମନ୍ତେ ଅତି ମନୋଯୋଗୀ ପରମେଶ୍ୱର ଅଟନ୍ତି। ପ୍ରତିଦିନ ସେ ଆମ୍ଭମାନଙ୍କର ଯତ୍ନ ତତ୍ପ ନେଉଛନ୍ତି ଏବଂ ତାହାଙ୍କ ଅନୁଗ୍ରହରେ ଆମ ସମସ୍ତଙ୍କୁ ସେ ଜୀବିତମାନଙ୍କ ମଧ୍ୟରେ ନାମ ସ୍ଥାନ ଦେଇ ପ୍ରତିଦିନ ତାହାଙ୍କ ବାକ୍ୟ ଦ୍ୱାରା ଆମ୍ଭମାନଙ୍କୁ ଶିକ୍ଷା ଚେତନା ପରାମର୍ଶ ଦେବା ସହିତ ତାହାଙ୍କର ସେହି ଗୌରବମୟ ଆଗମନ ନିମନ୍ତେ ଆମ୍ଭମାନଙ୍କୁ ସେ ପ୍ରସ୍ତୁତ କରୁଅଛନ୍ତି। ସେଥିପାଇଁ ପରମେଶ୍ୱରଙ୍କୁ ମୁଁ ହୃଦୟ ସହିତ ଧନ୍ୟବାଦ ଦିଏ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆଜି ମଧ୍ୟ ପରମେଶ୍ୱରଙ୍କ ବାକ୍ୟରୁ ଆମେ ଆଉ ଗୋଟିଏ ପ୍ରସଙ୍ଗରେ ଅଳ୍ପ ସମୟ ଧ୍ୟାନ କରିବା ପାଇଁ ଯିବା। ଆଜି ଆମେ ଯେଉଁ ପ୍ରସଙ୍ଗରେ କଥାବାର୍ତ୍ତା ହେବା, ସେହି ପ୍ରସଙ୍ଗର ଶୀର୍ଷକ ହେଲା ପରମେଶ୍ୱର ଆମକୁ କ'ଣ ଦେଇପାରନ୍ତି ନାହିଁ। ଆଜିର ପ୍ରସଙ୍ଗ ହେଲା ପରମେଶ୍ୱର ଆମକୁ କ'ଣ ଦେଇପାରନ୍ତି ନାହିଁ। ଏହି ପ୍ରସଙ୍ଗରେ ଅଳ୍ପ ସମୟ ଆମେ ବାକ୍ୟରୁ କଥାବାର୍ତ୍ତା ହେବା। ଏହା ଖ୍ରୀଷ୍ଟ ବିଶ୍ୱାସୀ ଭାବରେ ଜାଣିବା ଜରୁରୀ କି ପରମେଶ୍ୱର ଆମକୁ କ'ଣ ଦେଇପାରନ୍ତି ନାହିଁ। ଅନେକ ସମୟରେ ଆମେ ବାକ୍ୟ ଶୁଣିଛୁ ଯେ ମାଗ ସେଥିରେ ସେ ତୁମକୁ ଦେବେ, ମାଗ ସେ ତୁମକୁ ଦେବେ। ମାତ୍ର ଏହା ମଧ୍ୟ ଆମେ ଜାଣୁ ଯେ ପରମେଶ୍ୱର ଆମେ ମାଗିଲେ ସୁଦ୍ଧା କ'ଣ ଆମକୁ ସେ ଦେଇପାରନ୍ତି ନାହିଁ। ଏହି ପ୍ରସଙ୍ଗରେ ମୁଁ 4ଟି ବିଷୟ ଆପଣମାନଙ୍କ ନିକଟ ରଖିବା ପାଇଁ ଚାହେଁ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଯଦ୍ୱାରା ଆମେ ଜାଣିବା ଯେ ପରମେଶ୍ୱର ଆମକୁ କ'ଣ ଦେଇପାରନ୍ତି ନାହିଁ। ଏହି କଥାକୁ ଆମେ ଜାଣିବା ଆବଶ୍ୟକ ରହିଛି। ପ୍ରଥମ ବିଷୟ ହେଲା ଆମର ଅତୀତ ସମୟକୁ ପରମେଶ୍ୱର ପୁନର୍ବାର ଫେରାଇ ଦେଇପାରନ୍ତି ନାହିଁ। ପ୍ରଥମ ବିଷୟ ହେଲା ଏହା ଆମେ ମନେ ରଖିବା ଯେ ଆମର ଅତୀତ ସମୟ ସେ ପୁନର୍ବାର ଆମକୁ ଫେରାଇ ଦେଇପାରନ୍ତି ନାହିଁ। ଯଦି ଆମେ ଆମର ଉତ୍ତମ ସ୍ୱାସ୍ଥ୍ୟକୁ ହରାଇଛୁ, ହେଇପାରେ ବିତି ଯାଇଥିବା ଦିନମାନଙ୍କରେ ଆମର ଉତ୍ତମ ସ୍ୱାସ୍ଥ୍ୟ ଥିଲା, ଏବେ ଆମେ ରୋଗଗ୍ରସ୍ତ ହେଇଛୁ, ପୀଡ଼ିତ ହେଇଛୁ, ତାହେଲେ ଯଦି ଆମେ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିବା, ଆମର ସେହି ରୋଗ ପୀଡ଼ିତ ଅବସ୍ଥାକୁ ସେ ପରିବର୍ତ୍ତନ କରିପାରିବେ। ହେଇପାରେ ଅତୀତରେ ଆମେ ଆମର ସମ୍ପତ୍ତିକୁ ହରାଇଛୁ, ପୁଅ ଝିଅକୁ ହରାଇଛୁ। ନିଶ୍ଚିତ ଭାବରେ ପରମେଶ୍ୱର ଆୟୁବଙ୍କ ଜୀବନରେ ଯେ ପ୍ରକାର କାର୍ଯ୍ୟ କଲେ, ସେହି ଆୟୁବଙ୍କର ପରମେଶ୍ୱର ସେ ଆମର ମଧ୍ୟ ପ୍ରଭୁ ଅଟନ୍ତି। ଆମର ସେହି ଅବସ୍ଥାକୁ ସେ ପରିବର୍ତ୍ତନ କରିବେ। ହେଇପାରେ ଆଜି ଆପଣ ଆପଣଙ୍କର ପରିତ୍ରାଣକୁ ହରାଇଛନ୍ତି, ଆପଣ ଅଭିଷେକକୁ ହରାଇଛନ୍ତି, ପବିତ୍ର ଆତ୍ମାଙ୍କର ସେହି ବରଦାନକୁ ହରାଇଛନ୍ତି, ପରିତ୍ରାଣର ଆନନ୍ଦକୁ ହରାଇଛନ୍ତି। ଆପଣ ପରମେଶ୍ୱରଙ୍କ ନିକଟରେ ଯଦି ପ୍ରାର୍ଥନା କରିବେ, ସେ ଫେରାଇ ଦେବେ। କିନ୍ତୁ ଆପଣଙ୍କର ଅତୀତ ସମୟ ଆପଣ କେବେ ମଧ୍ୟ ପରମେଶ୍ୱର ଫେରାଇ ଦେଇପାରିବେ ନାହିଁ। ଅତୀତ ସମୟ ବିତି ଯାଇଥିବା ସବୁ ଘଟଣା, ବିତି ଯାଇଥିବା ସେହି ଦିନ ପରମେଶ୍ୱର କେବେ ମଧ୍ୟ ଦେବେ ନାହିଁ। ସେଥିପାଇଁ ବାକ୍ୟରେ ଗୋଟେ କଥା ଲେଖାଗଲା, ଏଫେସୀୟ ପୁସ୍ତକ 5:16 ପାଉଲ କହନ୍ତି, ପୁଣି ସୁଯୋଗର ସଦ୍ବ୍ୟବହାର କର, କାରଣ କାଳ ମନ୍ଦ ଅଟେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଅନେକ ସମୟରେ ଆମେ ସୁଯୋଗକୁ ହାତ ଛଡ଼ା କରୁ ଏବଂ ପରେ ଆମେ କ'ଣ କରୁ, ମନେ ପକାଉ ଯେ ସେହିଦିନ ଯଦି ମୁଁ ସେହି କାମ କରିଥାନ୍ତି, ଯଦି ସେହିଦିନ ମୁଁ ସେହି ସ୍ଥାନରେ ଥାନ୍ତି, ସେହିଦିନ ଯଦି ମୁଁ ଉପବାସ କରିଥାନ୍ତି, ପ୍ରାର୍ଥନା କରିଥାନ୍ତି, ସେହିଦିନ ସେହି ବ୍ୟକ୍ତି ସହିତ ମୁଁ ସେହି ସ୍ଥାନକୁ ଯାଇଥାନ୍ତି, ତାହେଲେ ମୋର ଜୀବନ ଧନ୍ୟ ହୋଇଯାଇଥାନ୍ତା। ଏହି ପ୍ରକାର ଆମେ ଅନେକ ଥର ଆମେ କ'ଣ କରିଛୁ, ପ୍ରସ୍ତାଇଛୁ, ଅନୁତାପ କରିଛୁ। ମୁଁ ଏହି ସ୍ଥାନରେ ଆପଣମାନଙ୍କୁ କହିବା ପାଇଁ ଚାହେଁ ଯେ ଆଜି ଯେଉଁ ସୁଯୋଗ ପରମେଶ୍ୱର ଆମକୁ ଦେଇଛନ୍ତି, କାଲିକୁ ସେଠା ନଥିବ। ଆଜି ଆମେ ଯେଉଁ ବୟସରେ ଅଛୁ, ସେ ବୟସ ଭବିଷ୍ୟତରେ ନଥିବ। ସେଥିପାଇଁ ଆମେ ସୁଯୋଗକୁ ସଦ୍ବ୍ୟବହାର କରିବା। ଆପଣ କେବେ ମଧ୍ୟ ପ୍ରଭୁଙ୍କ ନିକଟରେ ମାଗନ୍ତୁ ନାହିଁ, ମୋତେ ପ୍ରଭୁ 2024 ଦିଅନ୍ତୁ, ସେ ଦେବେ ନାହିଁ। 2025ରେ ଆମକୁ କ'ଣ କରିବାକୁ ହେବ, ସେହି କଥା ଆମେ ନିଜେ ଜାଣିବା ଆବଶ୍ୟକ ରହିଛି। ପରମେଶ୍ୱର ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଲେଖାଗଲା, ସୁଯୋଗର ସଦ୍ବ୍ୟବହାର କର। ଆଜି ଉପବାସ କରିବାର ସୁଯୋଗ ଅଛି, ଆଜି ବୟସ ଅଛି, ଆମେ ଉପବାସ କରିପାରିବା। ହେଇପାରେ କିଛି ଦିନ ପରେ ଆମେ ବୃଦ୍ଧ ଅବସ୍ଥାକୁ ଯିବୁ। ଯଦି ଆଜି ଆମେ ବୃଦ୍ଧ ଅବସ୍ଥାରେ ଥିଲେ ମଧ୍ୟ ଏତେ ବୟସ୍କ ହେଇନାହୁଁ, ଆମେ ଏତେ ରୋଗଗ୍ରସ୍ତ ହେଇନାହୁଁ, ସୁଯୋଗ ଅଛି, ଉପବାସ କରିବାର ଅଛି। ଦିନେ ସମୟ ଆସିବ ଯେ ଆମେ କ'ଣ କରିପାରିବୁ ନାହିଁ, ଉପବାସ କରିପାରିବୁ ନାହିଁ, ଚାହିଁଲେ ସୁଦ୍ଧା ଆମେ ଆଣ୍ଠେଇ ପାରିବୁ ନାହିଁ। ଏହିପରି ସମୟ ଆସୁଛି। ସୁଯୋଗ ଥିଲାବେଳେ ଆମେ ସୁଯୋଗର ସଦ୍ବ୍ୟବହାର କରିବା ଆବଶ୍ୟକ ରହିଛି। ସେଥିପାଇଁ ଆମେ ଭବିଷ୍ୟତ ପାଇଁ
ଆମେ କ'ଣ ହେବାରୁଛି, ପ୍ରସ୍ତୁତ ହେବାରୁଛି। ବିତି ଯାଇଥିବା କଥା, ବିତି ଯାଇଥିବା ଘଟଣା ଗୁଡ଼ିକକୁ ଆମ ମନରୁ ଦୂର କରି ଆମେ ସମ୍ମୁଖରେ ଥିବା ବିଷୟ ପ୍ରତି ଦୃଷ୍ଟି ରଖି ଆମେ ଆଗକୁ ବଢ଼ିବା। ପରମେଶ୍ୱର ଏହା ଆମମାନଙ୍କୁ ଶିକ୍ଷା ଦିଅନ୍ତି। ପ୍ରିୟ ଭାଇ ଭଉଣୀମାନେ, ମନେ ରଖିବା ଯେ ଅତୀତ କାଳର ସମୟ କେବେ ମଧ୍ୟ ପ୍ରଭୁ ଆମକୁ ଫେରାଇ ଦେଇପାରିବେ ନାହିଁ। ଯଦି ଆପଣ ବୟସ୍କ ହେଇଗଲେଣି, ଆପଣ କେବେ ଯୁବା ଅବସ୍ଥା ଫେରିଆସୁ ବୋଲି ପ୍ରଭୁଙ୍କ ନିକଟରେ ମାଗନ୍ତୁ ନାହିଁ, କାରଣ ଏହି ପ୍ରକାର ମାଗଣା ପ୍ରଭୁ ଦିଅନ୍ତି ନାହିଁ। ଏସବୁ ମାଗିବା ବିଷୟ ପରମେଶ୍ୱର ଦିଅନ୍ତି ନାହିଁ। ପ୍ରଭୁ ଆମମାନଙ୍କୁ ଦୟା କରନ୍ତୁ। ଦ୍ୱିତୀୟ ବିଷୟ ହେଲା, ପ୍ରତିଜ୍ଞା କରି ପାସୋରି ଦେଇପାରନ୍ତି ନାହିଁ। ଆମର ପରମେଶ୍ୱର ଏହାକୁ ଯଦି ଆମେ କହିବା ଯେ ପ୍ରତିଜ୍ଞା କଲା ପରେ ସେ ଆମକୁ ଧୋକା ଦିଅନ୍ତି ନାହିଁ। ଆମର ପରମେଶ୍ୱର ବିଶ୍ୱସ୍ତ ଅଟନ୍ତି। ଆମର ପରମେଶ୍ୱର ପ୍ରତିଜ୍ଞାକୁ ସାଧନ କରିବା ପ୍ରଭୁ, ପ୍ରତିଜ୍ଞାକୁ ରକ୍ଷା କରିବା ପରମେଶ୍ୱର ଅଟନ୍ତି। ହେଇପାରେ ଆପଣ ଯଦି ଗୋଟେ ଯୁବା ମୋତେ ଶୁଣୁଛନ୍ତି, ହେଇପାରେ ଆଜି ଆପଣ ଯୁବତୀ ଭାବରେ ଏହି ବାକ୍ୟକୁ ଶୁଣୁଛନ୍ତି। ଅନେକ ପୁଅ ସାଙ୍ଗ, ଝିଅ ସାଙ୍ଗ, ସେମାନେ ପ୍ରତିଜ୍ଞା କଲା ପରେ ସେମାନେ ପିଠି ଦେଖାଇ ଚାଲିଯାଆନ୍ତି। ଏହି ଜଗତର ସ୍ୱଭାବ ସେଟା। ମାତ୍ର ଆମର ପରମେଶ୍ୱର ଆମକୁ ପ୍ରତିଜ୍ଞା କରିଛନ୍ତି ଯେ ଆମକୁ ସେ କେବେ ଛାଡ଼ିବେ ନାହିଁ, ଆମକୁ ପରିତ୍ୟାଗ କରିବେ ନାହିଁ। ଏହି କଥା ସେ ଆମ ସହିତ ସେ ନିୟମ କରିଛନ୍ତି। ବାକ୍ୟ କହେ ଯେ ଆମର ମା ଓ ବାପା ଆମକୁ ଛାଡ଼ିଯିବେ, ମାତ୍ର ପରମେଶ୍ୱର ଆମକୁ ଉଠାଇ ନେବେ। କେତେବେଳେ? ଯେବେ ଆମେ ତାହାଙ୍କ ଉପରେ ଭରସା ରଖିବା, ଯେତେବେଳେ ତାଙ୍କଠାରେ ଆମେ ବିଶ୍ୱାସ କରି ସିଦ୍ଧ ହେବା, ସେ ଆମକୁ କ'ଣ କରିବେ? ଆମକୁ ସେ ପ୍ରତିଜ୍ଞା କରି ଆମକୁ ସେ ଧୋକା ଦେବେ ନାହିଁ, ଆମକୁ ସେ ଛାଡ଼ି ଚାଲିଯିବେ ନାହିଁ। ଆପଣମାନେ ପଢ଼ିବେ ମୋ ସହିତ ରୋମିଓ ପୁସ୍ତକ 4 ଅଧ୍ୟାୟ 18 ପଦରୁ ମୁଁ ପଢ଼ୁଛି। ଲେଖାଯାଏ ଯେ ଏହିପରି ତୁମର ବଂଶ ହେବ। ଏହି ଯେଉଁ କଥା କୁହାଯାଇଥିଲା, ତଦନୁସାରେ ସେ ଯେପରି ବହୁ ଜାତିର ପିତା ହୁଅନ୍ତି, ସେଥି ନିମନ୍ତେ ଆଶା ନଥିଲେ ସୁଦ୍ଧା ଆଶା ରଖି ବିଶ୍ୱାସ କଲେ। 19 ପଦ, ତାଙ୍କ ବୟସ ପ୍ରାୟ 100 ବର୍ଷ ହେବାରୁ ସେ ଆପଣା ଶରୀରକୁ ମୃତବତ୍ ଓ ସାରାଙ୍କ ଗର୍ଭକୁ ମୃତ ବୋଲି ବିବେଚନା କଲେ ସୁଦ୍ଧା ବିଶ୍ୱାସରେ ଦୁର୍ବଳ ହେଲେ ନାହିଁ, ବରଂ ଈଶ୍ୱରଙ୍କ ପ୍ରତିଜ୍ଞା ପ୍ରତି ଦୃଷ୍ଟିପାତ କରି ଅବିଶ୍ୱାସ ହେତୁ ସନ୍ଦେହ କଲେ ନାହିଁ। 21 ପଦ, କିନ୍ତୁ ଈଶ୍ୱର ଯାହା ପ୍ରତିଜ୍ଞା କରିଅଛନ୍ତି ତାହା ସାଧନ କରିବା ନିମନ୍ତେ ମଧ୍ୟ ସେ ଯେ ସକ୍ଷମ, ଏହା ଦୃଢ଼ ରୂପେ ଜାଣି ତାହାଙ୍କୁ ଗୌରବ ଦେଇ ବିଶ୍ୱାସରେ ବଳବାନ ହେଲେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମକୁ ସେ ଯେଉଁ ପ୍ରତିଜ୍ଞା କରିଛନ୍ତି ସେ ଆମକୁ କେବେ ମଧ୍ୟ ଧୋକା ଦେବେ ନାହିଁ। କେତେବେଳେ? ଆମେ ଯେତେବେଳେ ତାଙ୍କ ପ୍ରତିଜ୍ଞାରେ ଆମେ ଠିଆ ହେବା, ପ୍ରତିଜ୍ଞାକୁ ନିଜର କରିବା, ବିଶ୍ୱାସ କରିବା, ତାହେଲେ ପରମେଶ୍ୱର ଆମକୁ କ'ଣ କରିବେ ନାହିଁ? ସେ ପ୍ରତିଜ୍ଞା କରି ପାସୋରି ଦେବେ ନାହିଁ, ସେ ଧୋକା ଦେବେ ନାହିଁ। ଆମର ପରମେଶ୍ୱର ପ୍ରତିଜ୍ଞା ରକ୍ଷାକାରୀ। ସେ ଯେତେବେଳେ ଏହି ପୃଥିବୀ ପୃଷ୍ଠରେ ଥିଲେ, ତାହାଙ୍କର ଶିଷ୍ୟମାନଙ୍କୁ ସେ ପ୍ରତିଜ୍ଞା କଲେ, ମୁଁ ଯେବେ ପିତାଙ୍କ ନିକଟରେ ଯିବି, ସେହି ସମୟରେ ଜଣେ ସାହାଯ୍ୟକାରୀଙ୍କୁ ପଠାଇବି। ସେହି ସାହାଯ୍ୟକାରୀ ତୁମ ସହିତ ଚିରକାଳ ରହିବେ। ସେହି ସାହାଯ୍ୟକାରୀ ପବିତ୍ର ଆତ୍ମାଙ୍କ ବିଷୟରେ କହିଲେ। ଆଉ ସେ ଯେତେବେଳେ ସ୍ୱର୍ଗାରୋହଣ କଲେ, ସ୍ୱର୍ଗାରୋହଣ କଲା ପରେ ସେ ପେଣ୍ଟିକୋସ୍ତ ଦିବସରେ ପବିତ୍ର ଆତ୍ମାଙ୍କୁ ସେ ପ୍ରତିଜ୍ଞା କରିଥିବା ସେ ଶିଷ୍ୟମାନଙ୍କ ନିକଟରୁ ସେ ପ୍ରେରଣ କଲେ। ସେମାନେ ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇ ଶକ୍ତିଯୁକ୍ତ ହୋଇ ସେ ଖ୍ରୀଷ୍ଟଙ୍କ ନିମନ୍ତେ ଜେରୁସାଲେମ, ସମୀରଣ ଆଉ ଜିହୁଦା ପ୍ରଦେଶ ଆଉ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ସେମାନେ ସାକ୍ଷୀ ହେଲେ। ଯୀଶୁଖ୍ରୀଷ୍ଟ ଆମମାନଙ୍କୁ ପ୍ରତିଜ୍ଞା କରିଛନ୍ତି। ଜହନ ଲିଖିତ ସୁସମାଚାର 14 ଅଧ୍ୟାୟ 1-3 ପଦ ମଧ୍ୟରେ ସେ କହନ୍ତି ଯେ ତୁମ୍ଭମାନଙ୍କ ହୃଦୟ ଉଦ୍ବିଗ୍ନ ନ ହେଉ, ତୁମ୍ଭେ ମୋ ଠାରେ ବିଶ୍ୱାସ କର, ମୋ ପିତାଙ୍କ ଠାରେ ବିଶ୍ୱାସ କର। ମୁଁ ତୁମ୍ଭ ନିମନ୍ତେ ସ୍ଥାନ ପ୍ରସ୍ତୁତ କରିବା ପାଇଁ ଯାଉଛି। ସ୍ଥାନ ପ୍ରସ୍ତୁତ ହେଲା ପରେ ମୁଁ ଆସିବି, ତୁମକୁ ନେଇଯିବି, ଆଉ ମୁଁ ଯେଉଁଠାରେ ରହିବି ତୁମେ ମଧ୍ୟ ସେଇଠାରେ ରହିବ। ପରମେଶ୍ୱର ଆମକୁ ପ୍ରତିଜ୍ଞା କରି ସେ ଧୋକା ଦିଅନ୍ତି ନାହିଁ। ଏଇଟା ଆମେ ମନେ ରଖିବା। ଆମମାନଙ୍କ ପରମେଶ୍ୱର ବିଶ୍ୱସ୍ତ ଅଟନ୍ତି। ମୁଁ ତୃତୀୟ ବିଷୟ ଆପଣମାନଙ୍କ ନିକଟରେ ରଖିବା ପାଇଁ ଚାହେଁ। ତୃତୀୟ ବିଷୟ ହେଲା, ସେ ବାରମ୍ବାର କ୍ଷମା ଦେଇପାରନ୍ତି ନାହିଁ। ତୃତୀୟ ବିଷୟ ହେଲା, ଆମର ପରମେଶ୍ୱର ବାରମ୍ବାର ସେ କ୍ଷମା ଦେଇପାରନ୍ତି ନାହିଁ। ଆପଣ କ'ଣ ଭାବୁଛନ୍ତି? ଯୀଶୁଖ୍ରୀଷ୍ଟ ଆପଣ ଯେଉଁ ବାରମ୍ବାର ପାପ କରୁଛନ୍ତି, ଯୀଶୁଖ୍ରୀଷ୍ଟ ପୁନର୍ବାର ଆସି ଆପଣଙ୍କ ପାଇଁ ମୃତ୍ୟୁଭୋଗ କରିବେ କି? ପରମେଶ୍ୱର ଯୀଶୁଙ୍କୁ ପୁନର୍ବାର ପଠାଇବେ କି କ୍ରୁଶରେ ମରିବା ପାଇଁ? ଏହା ସମ୍ଭବ ନୁହେଁ। ଆପଣ ବାକ୍ୟରେ ପଢ଼ିବେ, ଇବ୍ରୀ ପୁସ୍ତକ 10 ଅଧ୍ୟାୟ 26 ପଦରେ ଲେଖାଗଲା, କାରଣ ସତ୍ୟ ଜ୍ଞାନ ଲାଭ କରିବା ପରେ ଯଦି ଆମ୍ଭେମାନେ ସ୍ୱେଚ୍ଛାପୂର୍ବକ ପାପ କରୁଥାଉ, ତେବେ ପାପାର୍ଥକ ବଳି ଆଉ ଅବଶିଷ୍ଟ ନଥାଏ। ପରମେଶ୍ୱର ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଯଦି ଆମେ ପାପରେ ଅଛୁ, ହେଇପାରେ ଆମେ ଭୁଲରେ ଅଛୁ,
ପ୍ରଭୁଙ୍କ ବିରୋଧରେ ଅଛୁ, ଫେରି ଆସିବାର ଅଛି, ତାହାଙ୍କର ଗୋଡ଼ ଧରିବାର ଅଛି, କ୍ଷମା ମାଗିବାର ଅଛି। ଜଣେ ପରିତ୍ରାଣ ପାଇଥିବା ଭାଇ ଭଉଣୀ ସେ ସ୍ୱେଚ୍ଛାପୂର୍ବକ ସେମାନେ ପାପ କରନ୍ତି ନାହିଁ। ହେଇପାରେ ବାଇଚାନ୍ସ ବାଇ ମିଷ୍ଟେକ୍ ଭୁଲ ହେଇଯାଏ, ପାପ ହେଇଯାଏ, ଆଉ ସେହି ପାପରୁ କ୍ଷମା ରହିଛି। ମାତ୍ର ବାଇ ଚଏସ୍ ଯେମାନେ ବାଛି ଯେମାନେ ଶକ୍ତଗ୍ରୀବ ହେଇଯାଆନ୍ତି, ଯେମାନେ ପରମେଶ୍ୱର ବୋଲି କେହି ନାହାନ୍ତି ବୋଲି ଯେମାନେ ପାପ କରି କରି ସେମାନେ ଚାଲିଛନ୍ତି, ପରମେଶ୍ୱର ସେମାନଙ୍କୁ କ୍ଷମା ଦେଇପାରନ୍ତି ନାହିଁ। ଅବାଧ୍ୟ ଲୋକ, ଶକ୍ତଗ୍ରୀବ ଲୋକ, ଏମାନଙ୍କୁ ପରମେଶ୍ୱର କ୍ଷମା ଦେଇପାରନ୍ତି ନାହିଁ। ଏଇଟାକୁ ଆମେ ମନେ ରଖିବା। ସେଥିପାଇଁ ଆମେ ଯେପରି ପାପରେ ରହୁ, ପାପ କରୁ, ଏଥିପାଇଁ ଯୀଶୁଖ୍ରୀଷ୍ଟ ଆସିଲେ ନାହିଁ। ଆମେ ଯେପରି ପାପରୁ ଉଦ୍ଧାର ପାଉ, ପରିତ୍ରାଣ ପାଉ, ଏଥିପାଇଁ ଯୀଶୁଖ୍ରୀଷ୍ଟ ଏହି ପୃଥିବୀ ପୃଷ୍ଠରେ ଆସିଲେ। ମୁଁ ଆପଣମାନଙ୍କ ନିକଟରେ ଚତୁର୍ଥ ବିଷୟ ଆଉ ଶେଷ ବିଷୟ ମୁଁ ରଖିବା ପାଇଁ ଚାହେଁ। ଚତୁର୍ଥ ବିଷୟ ହେଲା ସମ୍ପତ୍ତି ଦ୍ୱାରା ପବିତ୍ର ଆତ୍ମାଙ୍କ ଦାନ ଦେଇପାରନ୍ତି ନାହିଁ। ଚତୁର୍ଥ ବିଷୟ ହେଲା ପରମେଶ୍ୱର ସମ୍ପତ୍ତି ଦ୍ୱାରା ପବିତ୍ର ଆତ୍ମାଙ୍କର ଦାନ ସେ ମନୁଷ୍ୟକୁ ଦିଅନ୍ତି ନାହିଁ। ଅନେକ ସମୟରେ ଆମେ ଅନେକ ସଭା ସମିତି ଏବଂ ବିଭିନ୍ନ ବିଷୟଗୁଡ଼ିକ ଆମେ ଦେଖୁ ଯେ ସେମାନେ ଅଭିଷେକ ପାଇବା ପାଇଁ, ପବିତ୍ର ଆତ୍ମାଙ୍କର ଦାନକୁ ପାଇବା ପାଇଁ ସେମାନେ କ'ଣ କରନ୍ତି, କିଛି ପ୍ରଭୁଙ୍କର ସେହି ଦାସମାନଙ୍କ ନିକଟରେ ସେମାନେ ଯାଆନ୍ତି, ଦାନ ଦିଅନ୍ତି, ଦଶମାଂଶ ଦିଅନ୍ତି, ଆଉ ସେଇ ଅଭିଷେକର ତୈଳକୁ କିଣି ଆଣନ୍ତି, ରୁମାଲକୁ କିଣି ଆଣନ୍ତି। ବିଭିନ୍ନ ପ୍ରକାର ବିଷୟଗୁଡ଼ିକ ଆଜି ଖ୍ରୀଷ୍ଟିଆନ ସମାଜରେ ଚାଲିଛି। ତାହା କେତେ ଦୂରକୁ ବାଇବେଲ ଭିତ୍ତିକ ତାହା ଆମର ଲୋକମାନେ ଆଜି ଯାଏଁ ସେମାନେ ଜାଣିନାହାନ୍ତି। ଆପଣ ପଢ଼ିବେ ବାକ୍ୟରେ ଏ ପ୍ରକାର ଗୋଟେ ବିଷୟ ଲେଖାଯାଏ। ପ୍ରେରିତ ପୁସ୍ତକ 8 ଅଧ୍ୟାୟରେ 18 ପଦରୁ ପରେ ପରେ ଏ ପ୍ରକାର ଲେଖାଯାଉଛି, ପ୍ରେରିତମାନଙ୍କର ହସ୍ତାର୍ପଣ ଦ୍ୱାରା ଆତ୍ମା ଦତ୍ତ ହେଉଅଛନ୍ତି। ଏହା ଦେଖି ସିମୋନ ସେମାନଙ୍କୁ ଟଙ୍କା ଯାଚି କହିଲା, ମୋତେ ମଧ୍ୟ ଏହି ଶକ୍ତି ଦିଅନ୍ତୁ, ଯେପରି ମୁଁ ଯେକୌଣସି ଲୋକ ଉପରେ ହସ୍ତାର୍ପଣ କରିବି ସେ ପବିତ୍ର ଆତ୍ମା ପାଇବ। କିନ୍ତୁ ପିତର ତାଙ୍କୁ କ'ଣ କହିଲେ? ଆଣ, ଟଙ୍କା ଆଣ, ଅଭିଷେକ ନିଅ, ପବିତ୍ର ଆତ୍ମାଙ୍କର ଦାନ ନିଅ, ପ୍ରାର୍ଥନା ତୈଳ ନିଅ, ଏହି ରୁମାଲ ନିଅ, ଏହି ପ୍ରକାର କଥା ସେ ବିଲକୁଲ କହିନାହାନ୍ତି। ସେ କ'ଣ କହିଲେ? ତୁମର ଟଙ୍କା ତୁମ୍ଭ ସହିତ ବିନଷ୍ଟ ହେଉ, କାରଣ ତୁମ୍ଭେ ଟଙ୍କା ଦ୍ୱାରା ଈଶ୍ୱରଙ୍କ ଦାନ କିଣିବାକୁ ଭାବିଲ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ପରମେଶ୍ୱର ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଏହି ସ୍ଥାନରେ ଆମେ ଦେଖୁଛୁ ଯେ ପରମେଶ୍ୱର ତାହାଙ୍କର ପବିତ୍ର ଆତ୍ମାଙ୍କର ଦାନ ବା ପବିତ୍ର ଆତ୍ମାଙ୍କର ଶକ୍ତି ସେ ଟଙ୍କା, କୌଣସି ଦାନ, ଦଶମାଂଶ, କିଛି ଏହି ପ୍ରକାର ମୂଲ୍ୟ, ଏଇ ଯେଉଁ ଜାଗତିକ ମୂଲ୍ୟକୁ ସେ ଗ୍ରହଣ କରି ତାଙ୍କର ଶକ୍ତିକୁ ସେ ଦିଅନ୍ତି ନାହିଁ। କାରଣ ପରମେଶ୍ୱର ଆମକୁ ଯାହା ସବୁ ଦେଇଛନ୍ତି ଅନୁଗ୍ରହରେ ଦେଇଛନ୍ତି, ମୁକ୍ତ ଭାବରେ ଦେଇଛନ୍ତି। ଆମ ଶରୀରରେ ଯେଉଁ ଚକ୍ଷୁ ଅଛି ଏହା ସମ୍ପୂର୍ଣ୍ଣ ଫ୍ରି ଅଟେ, ଦାନ୍ତ ଅଛି ଫ୍ରି ଅଟେ, ପରିତ୍ରାଣ ଫ୍ରି, ସବୁ କିଛି ସେ ମୁକ୍ତ ଭାବରେ ସେ ଆମକୁ ଦେଇଛନ୍ତି, ବିନା ମୂଲ୍ୟରେ ଦେଇଛନ୍ତି। ପରମେଶ୍ୱର ଆମକୁ ଯାହା ବି ଦିଅନ୍ତି ଆମର ମୂଲ୍ୟକୁ ସେ ମାଗି ନାହାନ୍ତି, ସେ ବିନା ମୂଲ୍ୟରେ ସେ ଆମକୁ ଦେଇଛନ୍ତି, ତାକୁ ଅନୁଗ୍ରହରେ ଦେଇଛନ୍ତି। ସେଥିପାଇଁ ପ୍ରିୟ ପ୍ରଭୁଙ୍କ ଲୋକମାନେ, ଏହାକୁ ଆମେ ମନେ ରଖିବା ଯେ ପରମେଶ୍ୱର କ'ଣ ଦେଇପାରନ୍ତି ନାହିଁ? ଅତୀତ ସମୟକୁ ସେ ଆମକୁ ପୁନର୍ବାର ସେ ଫେରାଇ ଦେଇପାରନ୍ତି ନାହିଁ ଏବଂ ପ୍ରତିଜ୍ଞା କରି ଆମକୁ ସେ ଧୋକା ଦିଅନ୍ତି ନାହିଁ। ଏବଂ ଆମେ ଦେଖୁଛୁ ଯେ ବାରମ୍ବାର ଯେଉଁମାନେ ପାପ କରୁଛନ୍ତି ପରମେଶ୍ୱର ସେମାନଙ୍କୁ କ୍ଷମା ଦେଇପାରନ୍ତି ନାହିଁ। ଏବଂ ଶେଷରେ ଆମେ ଦେଖୁଛୁ ଯେ ସମ୍ପତ୍ତି ଦ୍ୱାରା ତାଙ୍କର ପବିତ୍ର ଆତ୍ମାଙ୍କର ଶକ୍ତି ବା ଦାନକୁ ସେ ବିକ୍ରି କରନ୍ତି ନାହିଁ ବା ଦିଅନ୍ତି ନାହିଁ। ପରମେଶ୍ୱର ଏହି ବାକ୍ୟ ଦେଇ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆସନ୍ତୁ ପଦେ ପ୍ରାର୍ଥନା କରିବା। ପ୍ରେମିକ ପିତା, ଆମେ ତୁମକୁ ଧନ୍ୟବାଦ ଦେଉଛୁ ପ୍ରଭୁ, ତୁମ ବାକ୍ୟ ଦ୍ୱାରା ଆମମାନଙ୍କୁ କଥା ହେଲ, ତୁମ ନାମର ଗୌରବ ହଉ। ପ୍ରଭୁ, ଆମେ ସୁଯୋଗର ସଦ୍ବ୍ୟବହାର କରିବୁ, ସାହାଯ୍ୟ କର। ବାପା, ତୁମର ପ୍ରତିଜ୍ଞା ଉପରେ ଆମେ ଆଉଜି ପଡ଼ିବୁ, ବିଶ୍ୱାସ କରିବୁ, ସାହାଯ୍ୟ କର। ବାପା, ଆମେ ବାରମ୍ବାର ପାପ କରିବାରେ ଆମେ ଶକ୍ତଗ୍ରୀବ ନ ହେବୁ, ତୁମ ଅନୁଗ୍ରହ ଦିଅ। ବାପା, ତୁମର ପବିତ୍ର ଆତ୍ମାଙ୍କର ଦାନ ବରଦାନରେ ତୁମ ଅନୁଗ୍ରହରେ ଆମେ ପୂର୍ଣ୍ଣ ହେବା ପାଇଁ ସାହାଯ୍ୟ କର। ବାକ୍ୟଟି ତୁମେମାନଙ୍କୁ ଚେତନା ପରାମର୍ଶ ଦେଇଥିବାରୁ ତୁମ ନାମର ଗୌରବ କରି ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଛୁ। ଆମେନ୍, ଆମେନ୍। ପ୍ରେଜ୍ ଦ ଲର୍ଡ। ପ୍ରଭୁଙ୍କ ନାମର ଗୌରବ ହେଉ। ପ୍ରଭୁ ଆମ ସମସ୍ତଙ୍କୁ ପ୍ରଚୁର ଭାବରେ ଆଶୀର୍ବାଦ କରନ୍ତୁ। ଯଦି ପରମେଶ୍ୱରଙ୍କ ଅନୁଗ୍ରହ ହେଲେ ପରବର୍ତ୍ତୀ ଅଧ୍ୟାୟରେ ପରସ୍ପର ଆମେ ସାକ୍ଷାତ କରିବା। ରହିବା। ନମସ୍କାର। ଗଡ୍ ବ୍ଲେସ୍ ୟୁ।